ମଝା ନାମ ଅତି ପ୍ରିୟ ନାମ ଯୀଶୁଙ୍କ ନାମ। ପାପ ଶାପ କରେ ଦୂର ଯୀଶୁଙ୍କ ନାମ, ସବୁ ଭୟ କରେ ଦୂର ମୋ ଯୀଶୁ ନାମ। প্রিয় শ্রোতা বন্ধু, প্রভু যীশু খ্ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 16 ଅଧ୍ୟାୟର 8 ପଦରେ ଆମମାନେ ଏପରି ପାଠ କରୁ, କିନ୍ତୁ ଯୀଶୁ ତାହା ଜାଣି କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କ ବିତର୍କ କରୁଅଛ? ଏଇଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣ ଶିଷ୍ୟମାନଙ୍କୁ ବିଶ୍ୱାସର ଅଭାବ ହେତୁ ସେମାନଙ୍କୁ ଅନୁଯୋଗ କରୁଛନ୍ତି। ନୌକାରେ ଚଢ଼ିବା ପୂର୍ବରୁ ଶିଷ୍ୟମାନେ ରୁଟି ନେଇନଥିଲେ, ତେଣୁ ଶିଷ୍ୟମାନେ ଭାବୁଥିଲେ ଯେ ସେମାନଙ୍କର ଉଦାସୀନତା ଯୋଗୁଁ ପ୍ରଭୁ ସେମାନଙ୍କୁ ଅନୁଯୋଗ କରୁଛନ୍ତି। ମାତ୍ର ପ୍ରଭୁ ଯୀଶୁ ସେମାନଙ୍କର ଅଳ୍ପ ବିଶ୍ୱାସ ଯୋଗୁଁ ସେମାନଙ୍କୁ ଅନୁଯୋଗ କରୁଥିଲେ। ସେମାନେ ପ୍ରଭୁଙ୍କର ସଙ୍ଗରେ ରହି ସୁଦ୍ଧା ତାଙ୍କ ସାମର୍ଥ୍ୟକୁ ବୁଝି ନ ପାରିନାହାନ୍ତି। ଥରେ 5,000ରୁ ଅଧିକ, ଅନ୍ୟ ସମୟରେ 4,000ରୁ ଅଧିକ ଲୋକଙ୍କୁ ଅଳ୍ପ କେତୋଟି ମାଛ ଦ୍ୱାରା ଭୋଜନ କରାଇ ପରିତୃପ୍ତ କରିଥିଲେ। ତଥାପି ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗାଣର ବ୍ୟବସ୍ଥା ଉପରେ ନିର୍ଭର କରିପାରିଲେ ନାହିଁ। ଆଜି ସୁଦ୍ଧା ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶୀୟ ବଳିଦାନରେ ବିଶ୍ୱାସ ଦ୍ୱାରା ପରିତ୍ରାଣର ସୁସମାଚାର ପ୍ରଚାର କରାଯାଏ, ଲୋକେ ବିଶ୍ୱାସ କରନ୍ତି ନାହିଁ। ପୁଣି ତା ପରିବର୍ତ୍ତେ ପ୍ରଶ୍ନ କରନ୍ତି ଯେ ଏହା କିପରି ସମ୍ଭବ? ସେମାନେ ପ୍ରଭୁଙ୍କର ସାମର୍ଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ, ପୁଣି ନିଜ ପାଇଁ ବିନାଶର ପଥ ଚୟନ କରନ୍ତି। ଆପଣ ଏପରି ଭୁଲ ନ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେପରି ପରିତ୍ରାଣ ପ୍ରାପ୍ତ ହେବେ, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କଠାରେ ଆମର ପ୍ରାର୍ଥନା।